ଜୀବନରେ ସବୁ ଲଢ଼େଇ ଏକା ହିଁ ଲଢ଼ିବାକୁ ପଡ଼ିବ। କାରଣ ଅନ୍ୟମାନେ କେବଳ ସାନ୍ତ୍ୱନା ଦେବେ, କିନ୍ତୁ ପାଖରେ କେହି ଛିଡ଼ା ହେବେ ନାହିଁ। ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ। ଧୈର୍ଯ୍ୟର ସହ ପରିସ୍ଥିତି ସହିତ ଲଢ଼ନ୍ତୁ। ଦେଖିବେ, ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟିଦେବ। ସ୍ୱପ୍ନ ଦେଖିବା ପାପ ନୁହେଁ, କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ। ଜୀବନରେ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ବରଂ ନିଜର ରାସ୍ତାରେ ଆଗେଇ ଚାଲ। କାରଣ ସମୟ କେତେବେଳେ ପୂର୍ଣ୍ଣଚ୍ଛେଦ ପକାଇଦେବ, ତାହା କେହି ଜାଣିନାହାନ୍ତି। କେବେ ବି ନିଜକୁ ଛୋଟ ମନେ କରନ୍ତୁ ନାହିଁ। ମନେ ରଖନ୍ତୁ, ପାଦ ତଳର ଦୁବଘାସ ପୂଜାରେ ଲାଗେ, ମୁଣ୍ଡ ଉପରେ ଥିବା ବିଶାଳ ତାଳଗଛ ନୁହେଁ। କେହି ଜାଣିନାହାନ୍ତି ଯେ କାଲି କ'ଣ ହେବ। ତେଣୁ କାଲିର କାମ ଆଜି କରିବା ବୁଦ୍ଧିମାନର ପରିଚୟ। ଖୁସିରେ ରହିବାକୁ ହେଲେ ଯେଉଁଟା ମନ କହୁଛି ସେଇଟା କର। ଦୁନିଆର କଥାକୁ ଭୟ କର ନାହିଁ, କାହିଁକିନା ଏ ଦୁନିଆ କେବଳ କହିବ, କେବେ କିଛି ଦେବ ନାହିଁ।